ଦେଖନ୍ତୁ ବନ୍ୟା ପାଇଁ ଆଜି ଯେଉଁ ସରକାର ପଦକ୍ଷେପ ନେଇଛନ୍ତି ଆଜି ସମସ୍ତେ ତାଙ୍କୁ ସ୍ୱାଗତ କରୁଛନ୍ତି। କାରଣ ବିଗତ ଦିନରେ ବନ୍ୟା ପରିସ୍ଥିତି ହେଲେ କମ୍ପେନସେସନ୍ ପାଇବା ପାଇଁ ଲୋକଙ୍କର ହାହାକାର ହେଇଥାଏ। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସିଲେ, ମାନ୍ୟବର ମନ୍ତ୍ରୀମାନେ ଆସିଲେ, ଏଠିକାର ବିଧାୟକ ଯିଏ ମନ୍ତ୍ରୀ ଅଛନ୍ତି ସେ ଜଗି ରହିଲେ, ଏଠିକାର ଯେତେ ବିଧାୟକ ଅଛନ୍ତି ସମସ୍ତେ ଜଗି ରହୁଛନ୍ତି ଏବଂ ଜଗି ଲୋକଙ୍କ ଭିତରେ ଲୋକ ହିସାବରେ ରହୁଛନ୍ତି। ଖାଇବା ଠାରୁ ଯାବତୀୟ ଯେଉଁଠି ଘାଇ ହେଇଛି, ଆଜି ଆମେ ଏଇ ଅପବିନ୍ଧା ତଳ ଉପବିନ୍ଧା ରାଜଳି ବିନ୍ଧା ଏ ଦୁଇଟା ଯାକ ଯେଉଁ ଘାଇ ହେଇଛି, ଏ ଘାଇକୁ ଆମେ ଦେଖିବାର ସୌଭାଗ୍ୟ ପାଇଲୁ। ଏଠି ରେଷ୍ଟ୍ରେସନ୍ର ଗୋଟିଏ ରେଷ୍ଟ୍ରେସନ୍ ହେଇଛି, ଆଉ ଗୋଟିଏ ରେଷ୍ଟ୍ରେସନ୍ ବାକି ଅଛି। ତୁରନ୍ତ କରିବା ପାଇଁ ଆମେ ତାଙ୍କୁ ଟିକେ ଟେକ୍ନିକାଲର ଏପଟ ସେପଟ ଥିଲା, ତାକୁ ବି ଆମେ କହିଛୁ। ମୁଁ କାଲି ଯାଉଛି ବାଲେଶ୍ୱରରୁ ଫେରିଲା ପରେ ପୁଣି ଆସିବି, ଦେଖିକିରି ଯିବି। ମୋ ବିଭାଗର ସବୁ ଅଧିକାରୀ ଅଛନ୍ତି। ଆଜି ଚିଫ୍ ଇଞ୍ଜିନିୟରରୁ ଧରି ସୁପରିଟେଣ୍ଡିଂ ଇଞ୍ଜିନିୟର, ତାପରେ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ସମସ୍ତେ ଅଛନ୍ତି। ଆମେ ଯାହା ଦେଖୁଛୁ ଇଏ ଆଗାମୀ ଦିନରେ ନ ହଉ। ସବୁଠାରୁ ବଡ଼ କଥା ଆଜିର ସରକାରର ହୃଦବୋଧ ହେଉଛି ଆଗାମୀ ଦିନରେ ଯେଉଁ ଆକ୍ସନ୍ ପ୍ଲାନ୍ଟା କରିବ, ଆଗାମୀ ଦିନରେ ଏସବୁ ସମସ୍ୟା ନ ହଉ। ସେଇ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିଗଲା ପରେ ବି ମୋର ବିଭାଗର ଅଧିକାରୀମାନେ ବି ତାହା ଅନୁଭବ କରିଛନ୍ତି। ଆମେ ସକାଳୁ ବିଗତ ଦିନର ସେମାନଙ୍କର ଯେଉଁ ଅନୁଭୂତି ଥିଲା ସେମାନେ ମୋତେ କହୁଥିଲେ ଏବଂ ଆଜି ଯାହା ଦେଖିଲା ଭିତରେ ମୋର ଯେଉଁ ହୃଦବୋଧ ହେଉଛି, ନିଶ୍ଚିତ ଭାବରେ ଲୋକଙ୍କର ଯାହା ଆବେଗ ଅଛି ସରକାର ପୂରଣ କରିବ। ପାନୀୟ ଜଳ ପ୍ରତି ଆମେ ଦେଖନ୍ତୁ ବିଶେଷ ଭାବରେ ଦୃଷ୍ଟି ଦେଇଛୁ। ଏଥିପାଇଁ 5ଟି ମୋବାଇଲ ଭ୍ୟାନ୍ରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ଆମେ କରୁଛୁ। ବିଗତ ଦିନରେ ସେ ପ୍ରକାର ବ୍ୟବସ୍ଥା ନଥିଲା। ଆମ ଟେକ୍ନୋଲୋଜି ଯେଉଁ ଆଡ଼ଭାନ୍ସ ହେଇଛି, ସେ ଦୃଷ୍ଟିରୁ ଆମେ ବି ଲୋକମାନଙ୍କ ପାଇଁ ରାହା ହିସାବରେ ଛିଡ଼ା ହେଇଛୁ। ସେମାନେ ଯେଉଁ ମୁଁ ଏବେ 2-3ଟା ଜାଗାରେ ଓହ୍ଲେଇଲି, ସେଠି ବି ଲୋକଙ୍କର ଥିଲା ଯେ ଏଇଟା ଭାଙ୍ଗିଛି, ସ୍କୁଲ ଘର ଟିକେ ଖରାପ ହେଇଛି, ଘର ଖରାପ ହେଇଛି, ଏ ଘାଇଟା ହେଇଛି, ଏଇଟା ଟିକେ ରେଷ୍ଟ୍ରେସନ୍। କିନ୍ତୁ ବିଗତ ଦିନ ଅପେକ୍ଷା ଆଜିକାର ପରିସ୍ଥିତିରେ ଦୀର୍ଘ 25-26 ଦିନ ହେଲା ଏ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଅଛି। ତା ସତ୍ତ୍ୱେ ବି ଲୋକଙ୍କର ଯେଉଁ ପ୍ରକାର ମନୋଭାବ ଅଛି, ଲୋକ ସାଙ୍ଗରେ ଅଛନ୍ତି, ବିଶ୍ୱାସ ଅଛି ଏବଂ ଭରସା ରଖିଛନ୍ତି। ଆପଣମାନେ ବି ବିଶ୍ୱାସ ରଖିଛନ୍ତି। କାରଣ ଏ କାମକୁ ଆମେ ଲୋକଙ୍କ ଉଦ୍ଦେଶ୍ୟରେ ଯଦି ଠିକ୍ କରିବା ତାହେଲେ ଆଗାମୀ ଦିନରେ ଯେଉଁ ସମସ୍ୟା ହେବ, ମୁଁ ଦେଖୁଥିଲି ତଳି ଅଛି, ପାଣି ଭିତରେ ଅଛି, ସେ ପାଣି ନିଷ୍କାସନ ହେଲେ ହେବନି, କିଛି ସଢ଼ି ଯାଇଛି, ସେଥିପାଇଁ କ'ଣ କରିବେ, ବହୁତ କଥା ଅଛି। ବହୁତ ଗୁଡ଼ିଏ ଚିନ୍ତନ କରିକି ସେମାନଙ୍କୁ ଯଦି ଆମେ ବ୍ୟବସ୍ଥା ନ କରିବା ତାହେଲେ ଠିକ୍ ହେବନି। ସେ ଦୃଷ୍ଟିରୁ ଆଜି ବହୁତ ଗୁଡ଼ିଏ ଅନୁଭବ ହେଲା। ଆହୁରି କିଛି ଜାଗା ଆମେ ଦେଖିବୁ ଏବଂ ସମସ୍ତଙ୍କର ଅନୁଭବକୁ ଆଧାର କରି ଆମେ ଯେଉଁ ପ୍ରକାର ପଦକ୍ଷେପ ନିଆଯାଇଛି, ଆଗାମୀ ଦିନରେ ଆମେ ଯୋଜନା ପ୍ରସ୍ତୁତ କରିବୁ।